ସମସ୍ତଙ୍କୁ ଓଡ଼ିଶା କମ୍ୟୁନିକେସନରେ ବହୁତ ବହୁତ ସ୍ୱାଗତ। ବର୍ତ୍ତମାନ ସମୟରେ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ତରଫରୁ ବିଭିନ୍ନ ପ୍ରୋଗ୍ରାମରେ ପିଜି ଆଡ଼ମିସନ୍ ପାଇଁ ନୋଟିଫିକେସନ୍ ଆସିଛି। ଯଦି ଆପଣ ଇଣ୍ଟରେଷ୍ଟେଡ୍ ଅଛନ୍ତି ଅନଲାଇନ୍ ବା ଡିଷ୍ଟାନ୍ସ ମୋଡ଼ରେ ପିଜି କରିବା ପାଇଁ, ତେବେ ଏହି କୋର୍ସ ପାଇଁ କେଉଁମାନେ ଆବେଦନ କରିବେ, ଏହି କୋର୍ସଟା କିପରି କମ୍ପ୍ଲିଟ୍ କରାଯିବ, ଡିଟେଲ୍ସ ଇନଫର୍ମେସନ୍ ଆଜିର ଭିଡ଼ିଓରେ ଆଲୋଚନା କରିବା। ତା ପୂର୍ବରୁ କହି ରଖୁଛି ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ ଲାଟେଷ୍ଟ ନୋଟିଫିକେସନ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଦେଖନ୍ତୁ, ବର୍ତ୍ତମାନ ସମୟରେ ଆପଣଙ୍କର ଓସ ଯେଉଁଟାକୁ ଆମେ କୁହନ୍ତି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ତରଫରୁ ବିଭିନ୍ନ ପିଜି କୋର୍ସରେ ଯେଉଁଟାକୁ ଆପଣ ମାଷ୍ଟର ଡିଗ୍ରୀ କହୁଛନ୍ତି ତାର ଆଡ଼ମିସନ୍ ପାଇଁ ନୋଟିଫିକେସନ୍ ଆସିଛି। ଦେଖନ୍ତୁ, ଆପଣଙ୍କର କେଉଁ ସବୁ ସବଜେକ୍ଟରେ ଆଡ଼ମିସନ୍ ହେବ ନା ଆପଣଙ୍କର ବିଭିନ୍ନ ମାଷ୍ଟର ଡିଗ୍ରୀ ରହିଛି, ଯେପରି ମାଷ୍ଟର ଅଫ୍ ଆର୍ଟ୍ସ ଓଡ଼ିଆ, ହିନ୍ଦୀ, ସାଂସ୍କ୍ରିଟ, ଇଂଲିଶ, ରୁରାଲ ଡେଭଲପମେଣ୍ଟ, ସୋସିଓଲୋଜି, ଇକୋନୋମିକ୍ସ, ହିଷ୍ଟ୍ରି, ପବ୍ଲିକ ଆଡମିନିଷ୍ଟ୍ରେସନ୍, ପଲିଟିକାଲ ସାଇନ୍ସ, ମାଷ୍ଟର ଅଫ୍ କମର୍ସ। ଏହି ସମସ୍ତ ପିଜି ଡିଗ୍ରୀରେ କୋର୍ସ ଯେଉଁ ରହିଛି ତାର ଆଡ଼ମିସନ୍ ପାଇଁ ନୋଟିଫିକେସନ୍ ରହିଛି। ଆପଣଙ୍କର ଆଡ଼ମିସନ୍ ସେସନ୍ ରହିଛି 2025-27। ଆପଣ 2025 ମସିହାରେ ଆଡ଼ମିସନ୍ କଲେ ଆପଣଙ୍କର 2027 ମସିହାରେ କମ୍ପ୍ଲିଟ୍ ହେଇଯିବ 2 ଇୟର୍ସ। ଦେଖନ୍ତୁ, ପୁରା ଡିଟେଲ୍ସ ଆଲୋଚନା କରିବା। ଏଥିରେ ଆପଣଙ୍କୁ ଯେଉଁ ଆଡ଼ମିସନ୍ ହେବ NEP 2022 2020 ମସିହାରେ ଯେଉଁ ଜାତୀୟ ଶିକ୍ଷାନୀତି ଆସିଥିଲା ସେହି ଅନୁସାରେ ହେବ। ଯଦି ଆପଣ ଗୋଟେ ବର୍ଷ ପିଜି କରିବା ପରେ ଆପଣ ପିଜିକୁ ଏକ୍ଜିଟ୍ କରୁଛନ୍ତି ବା ପିଜି ଆଉ କରିବେନି, ତେବେ ଆପଣଙ୍କୁ ପିଜି ଡିପ୍ଲୋମା ସାର୍ଟିଫିକେଟ୍ ମିଳିବ। ଯଦି କମ୍ପ୍ଲିଟଲି ସକ୍ସେସଫୁଲି 2 ଇୟର୍ସ କମ୍ପ୍ଲିଟ୍ କରିବେ, ଦେନ୍ ଆପଣଙ୍କୁ ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍ ମାନେ ପିଜି ସାର୍ଟିଫିକେଟ୍ ମିଳିବ। ଯେ ଆଗରୁ ଆମେ ଜାଣିଛନ୍ତି ଯେତେବେଳେ ଡ୍ରପ୍ ଆଉଟ୍ ହେଇଯାଆନ୍ତି, ଅଧାରୁ ପାଠପଢ଼ା ଛାଡ଼ି ଦିଅନ୍ତି, ଠିକ୍ ସେମିତି ଯଦି ଏଠି ଆପଣ ଫାର୍ଷ୍ଟ ଇୟର୍ରେ ଛାଡ଼ିଦେବେ ପିଜି ଡିପ୍ଲୋମା ସାର୍ଟିଫିକେଟ୍ ପାଇବେ। ଯଦି 2 ବର୍ଷ କମ୍ପ୍ଲିଟ୍ କରିବେ ସକ୍ସେସଫୁଲି ଆପଣଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ମିଳିବ, ମାଷ୍ଟର ଡିଗ୍ରୀ ସାର୍ଟିଫିକେଟ୍। ଏବଂ ଏହା ସହିତ ମନେକର ଆପଣ ଆଗରୁ ଗୋଟେ ପିଜି କୋର୍ସ କରିସାରିଛନ୍ତି ଏବଂ ବର୍ତ୍ତମାନ ସମୟରେ ଆପଣଙ୍କର ଆଉ ଗୋଟେ ଡୁଆଲ ଡିଗ୍ରୀ କରିବେ, ଅନ୍ୟ ଏକ ସବଜେକ୍ଟରେ ପିଜି କରିବେ, ଦେନ୍ ଆପଣଙ୍କୁ ମଧ୍ୟ ଫେସିଲିଟି ଦେଉଛି ଓଡ଼ିଶା ଓପନ୍ ୟୁନିଭର୍ସିଟି। ଆପଣ ଯଦି ନିଜର ସ୍କିଲ୍କୁ ଏନହାନ୍ସ କରିବେ ବା ନିଜର ଦକ୍ଷତାକୁ ବଢ଼େଇବେ, ତେବେ ଆପଣ ଚାହିଁଲେ ମଧ୍ୟ ଡବଲ ପିଜି କରିପାରିବେ। ମନେ ରଖନ୍ତୁ, ଏକା ସାଙ୍ଗରେ ଦୁଇଟା ଡିଷ୍ଟାନ୍ସ ପିଜି କରିପାରିବେନି। ଆଗରୁ ଯଦି ଆପଣ କରିଛନ୍ତି, ବର୍ତ୍ତମାନ ଚାହିଁଲେ ମଧ୍ୟ ଆଉ ଗୋଟେ ଡିଷ୍ଟାନ୍ସ ପିଜି କରିପାରିବେ, ସେଥିରେ କିଛି ବି ପ୍ରୋବ୍ଲେମ୍ ନାହିଁ। ଏବଂ ପ୍ରଥମ କଥା ହେଲା, ଏଇ ଯେଉଁ ପିଜି କୋର୍ସ ପାଇଁ କେଉଁମାନେ ଆବେଦନ କରିବେ ବା କେଉଁମାନେ ଆବେଦନ କରିପାରିବେ। ଦେଖନ୍ତୁ, ଯେଉଁମାନେ ଆପଣଙ୍କର ଗ୍ରାଜୁଏସନ୍ ଯେଉଁଟାକୁ ଆମେ +3 କୁହନ୍ତି ବା ଯେଉଁମାନେ ଆପଣଙ୍କର ବିଟେକ୍ କରିଥାନ୍ତି କିମ୍ବା ବ୍ୟାଚଲର ଅଫ୍ ଇଞ୍ଜିନିୟରିଂ BE କରିଥାନ୍ତି ବା ଏନି ଫିଲ୍ଡରେ ଯଦି ସେମାନେ ଗ୍ରାଜୁଏସନ୍ କରିଛନ୍ତି, ଗ୍ରାଜୁଏଟ୍ ଅଛନ୍ତି, ଦେନ୍ ସେମାନେ ଏହି ସମସ୍ତ କୋର୍ସ ପାଇଁ ଆବେଦନ କରିପାରିବେ। ଏଥିରେ ସମସ୍ତଙ୍କୁ ଆଡ଼ମିସନ୍ କରିବାର ସୁଯୋଗ ମିଳୁଛି ଏବଂ ଏଥିରେ କୌଣସି ଏଜ୍ ଲିମିଟ୍ ନାହିଁ, ନୋ ଏଜ୍ ବାର୍। ଆପଣଙ୍କର ଯେକୌଣସି ବୟସ ହେଇଥିଲେ ମଧ୍ୟ ଆପଣ ଏଠି ପିଜି କରିପାରିବେ, ଏଜ୍ ଲିମିଟେସନ୍ କିଛି ନାହିଁ। ଏବଂ ଅଫିସିଆଲ ୱେବସାଇଟ୍ ରହିବ କ'ଣ ନା www.oso.ac.in ଏବଂ ଅନଲାଇନ୍ ଯେଉଁ କୋର୍ସ ଆଡ଼ମିସନ୍ର ଡେମୋ ଖୁବ୍ ଶୀଘ୍ର ଆପଣଙ୍କୁ ମିଳିଯିବ ଆମ ଚ୍ୟାନେଲ ମାଧ୍ୟମରେ। ଦେଖନ୍ତୁ, ଏଇ କୋର୍ସ ଆପଣଙ୍କୁ କେତେ ଦିନ ଭିତରେ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ପ୍ରଥମତଃ ମନେ ରଖନ୍ତୁ, ଯେକୌଣସି ପିଜି କୋର୍ସ ଆପଣ ଜାଣିଛନ୍ତି ନର୍ମାଲି ଉପରେ 2 ବର୍ଷରେ କମ୍ପ୍ଲିଟ୍ କରିବାକୁ ପଡ଼େ। ଯଦି ଇନକେସ୍ ଆପଣଙ୍କର କିଛି ଅସୁବିଧା ହେଉଛି ବା ଆପଣଙ୍କର ଏମର୍ଜେନ୍ସି ଅଛି, ତେବେ ଆପଣ 5 ଇୟର୍, ମିନିମମ୍ 2 ଇୟର୍, ମ୍ୟାକ୍ସିମମ୍ 5 ଇୟର୍ ମଧ୍ୟରେ ଆପଣଙ୍କୁ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ ଏଇ ପିଜି କୋର୍ସଟିକୁ। ଏବଂ ଏଇଟା ଆପଣଙ୍କର କ'ଣ ରହିବ ନା ODL ମୋଡ୍। ODL ମାନେ ଅନଲାଇନ୍ ଡିଷ୍ଟାନ୍ସ ମୋଡ୍। ତାହେଲେ ଓପନ୍ ଡିଷ୍ଟାନ୍ସ ମୋଡ୍ ଏଟାକୁ କୁହାଯାଏ, କି ଅନଲାଇନ୍ ଡିଷ୍ଟାନ୍ସ ମୋଡ୍ ମଧ୍ୟ କୁହନ୍ତି। ଏବଂ ଏଥିରେ କ'ଣ ନା ଆପଣଙ୍କୁ କ୍ଲାସ୍ କରିବା ପାଇଁ ପଡ଼ିବନି, କ୍ଲାସ୍ କରିବା ଆପଣଙ୍କୁ କମ୍ପଲସରି ନୁହେଁ। ଏବଂ ଆପଣଙ୍କର କ'ଣ ରହିବ ନା ଆପଣ ଘରେ ରହିବେ, +3 ପାସ୍ କରିଥିବେ, ପିଜି ଆଡ଼ମିସନ୍ କରିବେ, ଘରେ ରହି ପ୍ରିପାରେସନ୍ କରିବେ। 4ଟା ସେମିଷ୍ଟାର ହେବ ଏବଂ 4ଟା ସେମିଷ୍ଟାର ପାଇଁ ଆସାଇନମେଣ୍ଟ ମଧ୍ୟ ଡିପୋଜିଟ୍ କରାଯିବ। ଆପଣ ଘରେ ରହି ଆସାଇନମେଣ୍ଟ ଲେଖି ଷ୍ଟଡି ସେଣ୍ଟରରେ ଡିପୋଜିଟ୍ କରିବେ ଏବଂ ସେମିଷ୍ଟାର ସମୟରେ ଯାଇ ଆପଣ ଯେଉଁ ସେଣ୍ଟର ଦେବା ପାଇଁ ଚାହୁଁଛନ୍ତି ଏକ୍ଜାମିନେସନ୍ ପାଇଁ, ନିଜ ଚଏସ୍ରେ, ନିଜ ଘର ପାଖରେ ଯଦି ସେଣ୍ଟର ଅଛି ଆପଣ ଯାଇକି ଏକ୍ଜାମ୍ ଦେଇପାରିବେ, କିଛି ଅସୁବିଧା ନାହିଁ।
ଏବଂ ଏହା ପରେ ଆପଣଙ୍କର ସବୁଠୁ ମୁଖ୍ୟ କଥା ଚଳିତ ବର୍ଷ ଅର୍ଥ କ'ଣ କରିଛି ନା ଏହାର କୋର୍ସ ଫିରେ ପରିବର୍ତ୍ତନ କରିଛି। କୋର୍ସ ଫି କେତେ ନା ଆଗରୁ ଟିକେ କମ୍ ଥିଲା, ବର୍ତ୍ତମାନ ସମୟରେ 2 ବର୍ଷକୁ ଆପଣଙ୍କର 16,000 ଟଙ୍କା କମ୍ପ୍ଲିଟ୍ ହେବ। 16,000 ଟଙ୍କା ଆପଣଙ୍କର କୋର୍ସ ଫି ରହିବ ଏବଂ ଏହା ସହିତ ଆପଣଙ୍କର ପର୍ ସେମିଷ୍ଟାରରେ 4ଟି ପେପର ଲେଖା ଆପଣଙ୍କର 8ଟି ସେମିଷ୍ଟାରରେ ଆପଣ ବୁଝିପାରୁଥିବେ କେତୋଟି ଗୋଟିଏ ସେମିଷ୍ଟାରରେ 4ଟା ରହୁଛି ଆପଣଙ୍କର ପେପର, ତେବେ 4ଟା ସେମିଷ୍ଟାରରେ ଆପଣଙ୍କର 16ଟି ପେପର ରହିବ। 200 ଟଙ୍କା ଲେଖା ଆପଣଙ୍କର ଫର୍ମ ଫିଲ୍ଅପ୍ ଫି ରୁହେ, ପାଖାପାଖି ଆପଣଙ୍କର 3200 ଟଙ୍କା ଫର୍ମ ଫିଲ୍ଅପ୍ ଫି ରହିବ। ତେବେ 16,000 କୋର୍ସ ଫି, 3200 ଟଙ୍କା ଆପଣଙ୍କର ଯେଉଁଟାକି ଆପଣଙ୍କର ରହିଛି। ତେବେ ଆପଣଙ୍କର ମୋଟାମୋଟି ଭାବରେ ଯଦି ଆପଣ ଦେଖିବେ 20,000 ଭିତରେ ଆପଣଙ୍କର ପିଜି କୋର୍ସ କମ୍ପ୍ଲିଟ୍ କରିଦେବେ ଯଦି ଆପଣ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟିରେ କରୁଛନ୍ତି। ଏବଂ ଆଉ ଗୋଟେ କଥା, ଏଥିରେ ସବୁ ପ୍ରାୟ ପାଖାପାଖି ଓଡ଼ିଶାରେ ଯେତେ ସମସ୍ତ ଡିଗ୍ରୀ କଲେଜ ଅଛି 90% ପାଖାପାଖି ଡିଗ୍ରୀ କଲେଜରେ ଯେଉଁଟା ଗଭର୍ଣ୍ଣମେଣ୍ଟ କଲେଜ ସେଥିରେ ଆପଣଙ୍କର ଓଡ଼ିଶା ଓପନ୍ ୟୁନିଭର୍ସିଟିର ଷ୍ଟଡି ସେଣ୍ଟର ଅଛି। ନିଶ୍ଚିତ ଭାବରେ ଯଦି ଆପଣ ଚାହୁଁଛନ୍ତି କୌଣସି କାରଣବଶତଃ କରିପାରିନାହାନ୍ତି ପିଜି ଡିଷ୍ଟାନ୍ସ ମୋଡ଼ରେ, ଯେଉଁମାନେ ମାନେ ଜବ୍ରେ ଅଛନ୍ତି ବା ଅନ୍ୟ କୌଣସି କ୍ଷେତ୍ରରେ ଅଛନ୍ତି ସେମାନେ ସମସ୍ତଙ୍କୁ ଏଥିରେ ସୁଯୋଗ ମିଳିବ। ଏଇ ଥିଲା ଗୋଟିଏ ଇମ୍ପୋର୍ଟାଣ୍ଟ ଅପଡେଟ୍। ଭିଡ଼ିଓକୁ ଲାଇକ୍ କରିବେ, ନିଜର ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରିବେ। ପୁଣି ଦେଖା ହେବ ନୂଆ ଅପଡେଟ୍ ସହିତ। ସେ ପର୍ଯ୍ୟନ୍ତ ବିଦାୟ ନେବା। ଜୟ ଜଗନ୍ନାଥ, ଜୟ ଓଡ଼ିଶା।